हरि ओम नमो भगवते वासुदेवाय। ओम नमो भगवते पुरुषोत्तमाय। नीलाचल निवासाय नित्याय परमात्मने बलभद्र सुभद्राभ्यं जगन्नाथाय ते नमः। जगदानन्दकन्दाय सर्वविश्वनिवारक स्मरणे दुष्कृतं हरिश्रीश्यामसुन्दराय नमः। नारायणं नमस्कृत्यं नरश्चैव नरोत्तमं देवीं सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुलं लङ्घयते गिरिं यत्कृपातमहं वन्दे परमानन्दमाधवं। निगमकल्पतरुर्गलितं फलसुखमुखामृतसंयुक्तं पिबतं भागवतरसमालय मुहुरहो रसिको भुवि भावुकाः। गोविंद 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 पदुगळुचि मकरंद से मकरंद पान करी हेळे तरिले ब्रजनारी। से ब्रजनारी पୟରେ मनम रघु निरंतरे मनम निरंतरे रघु। हा कृष्ण बोली जीव जाऊ हा कृष्ण बोली जाऊ जीव मोते उद्धार वासुदेव मोते उद्धार वासुदेव। हरि ओम नमो भगवते वासुदेवाय। पंचम स्कंद सप्तदश अध्याय। सप्तदश अध्याय रे गंगा आगम मर्त्यपुरे। इळावृत्तरे रुद्रदेव करन्ति संकर्षणस्तव। श्रीशुक उवाच शुण राजन परिकीर्थ से यज्ञ पुरुष अच्युत माया बामन अवतार ताहांक जे बाम पयर। ଯାହା କନିଷ୍ଠ ଅଙ୍ଗୁଳିରେ ବ୍ରହ୍ମାଣ୍ଡ ଭାଜିଲା ନିର୍ଭରେ। ତହୁଁ ଅଦ୍ଭୁତ ଜଳଧାରା କି ଅବା ଦେବା ପଟାନ୍ତର। ଦୁରିତ ନାଶ ସ୍ମରଣେ ପ୍ରାଣୀ ତରନ୍ତି ସ୍ନାନ ପାନେ। ତହୁଁ ଚଳିଲା ଅତି ଖରେ ପଡ଼ିଲା ତୁଙ୍ଗ ପର୍ବତରେ। ଧ୍ରୁବ ପରମ ଭାଗବତ ଜାଣିଲା ବିଷ୍ଣୁ ପାଦ ଗତ ପାଦୋଦକ। ଭକ୍ତି ଯୋଗରେ ବସ ହୋଇ ଆନନ୍ଦେ ରୋମ ପୁଲକାଇ ମାର୍ଜନ କରିବା ନିମନ୍ତେ ଶିରରେ ଘେନିଲା ତୁରିତେ। ତେଣୁ ଶପଥ ମୁନିଗଣ ପ୍ରଭାବ ଜାଣି ତତ୍କ୍ଷଣ ସକଳ ଆତ୍ମା ଭାବ ବା ଭଗବାନେ ତପ ସମାଧି ଯୋଗ ଧ୍ୟାନେ। ମୋକ୍ଷ କାରଣେ ସେ ଭଜନ୍ତି ପ୍ରଭୁର ମହିମା ଜାଣନ୍ତି। ସେ ଜଳ ପାଇ ଦୃଷ୍ଟ ହୋଇ ଜଟାରେ ଥୋଇଲେ ସେ ନେଇ ତହୁଁ ସେ ବହୁତ ପ୍ରକାରେ ଇନ୍ଦୁମଣ୍ଡଳ ଯେ ଶୂନ୍ୟରେ। ତାହାକୁ ଲକ୍ଷ୍ୟ କରିଗଲା ବ୍ରହ୍ମ ସଦନେ ସେ ପଡ଼ିଲା ତହୁଁ ସେ ଚାରି ଧାରା ହୋଇ ଚତୁର୍ଦ୍ଧା ରୂପକୁ ବହଇ। ଶୁଣ ପରୀକ୍ଷ ନୃପବର ଏ ନାମ ଚତ୍ୱାର ତାହାର। ସୀତା ଅଳକା ନନ୍ଦା ଦୁଇ ଚକ୍ଷୁ ରୁଦ୍ରା ନାମକୁ ବହି। ଚାରି ଦିଗରେ ଏକ ଭ୍ରମନ୍ତି ସିନ୍ଧୁରେ ପ୍ରବେଶ ହୁଅନ୍ତି। ସିନ୍ଧୁରେ ପ୍ରବେଶ ହୁଅନ୍ତି। ବ୍ରହ୍ମ ସଦନୁ ସୀତା ଯାଇ କେଶରାଚଳେ ସେ ଭ୍ରମଇ। ଅଧ ଅଧରେ ଭ୍ରମି ଯାଇ ଗନ୍ଧମାଦନେ ସେ ପଡ଼ଇ। ତାହାର ସଙ୍ଗରେ ବିହରି ଭଦ୍ରାଶ୍ୱ ବର୍ଷ ଶୁଦ୍ଧ କରି।
ଖାର ସିନ୍ଧୁର ପୂର୍ବ ଭାଗେ ପ୍ରବେଶ କରିଅଛି ବେଗେ ବ୍ରହ୍ମା ସଦନୁ ଚକ୍ଷୁ ଯାଇ ମାଲ୍ୟବନ୍ତ ଶିଖେ ପଡ଼ଇ କେତୁମାଳର ମଧ୍ୟ ଦେଇ ପଶ୍ଚିମ ସମୁଦ୍ରେ ମିଶଇ ମେରୁ ଶିଖରୁ ଭଦ୍ରା ଯାଇ ଉତ୍ତର ଦିଗରେ ଭ୍ରମଇ ଉତ୍ତର କୁରୁ ବେଢ଼ି ଖରେ ସମୁଦ୍ରେ ମିଶଇ ଉତ୍ତରେ ଅଳକାନନ୍ଦା ନାମ ହୋଇ ବହୁ ଗିରିରେ ସେ ଭ୍ରମଇ ସୁବର୍ଣ୍ଣଗିରି ହିମାଳୟ ତାହାକୁ କରି ସେ ଆଶ୍ରୟ